ବନ୍ଧୁଗଣ ଇଣ୍ଟ୍ରୋଡକ୍ସନ ଟୁ ବାଶ୍ ଶେଲ୍ ସ୍କ୍ରିପ୍ଟିଂ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ। ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା ଶେଲ୍ ର ବିଭିନ୍ନ ପ୍ରକାର, ବାଶ୍ ଶେଲ୍ ସ୍କ୍ରିପ୍ଟ ଲେଖିବା ଓ ଏହାକୁ ନିଷ୍ପାଦନ କରିବା ବିଷୟରେ। ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ ଲିନକ୍ସ ଅପରେଟିଂ ସିଷ୍ଟମ ସହିତ। ଯଦି ନୁହେଁ ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ। ଏହି ଟ୍ୟୁଟୋରିଆଲ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 1204 ଓଏସ୍ ଓ GNU ବାଶ୍ ଭର୍ସନ୍ 4110। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଅଭ୍ୟାସ ପାଇଁ GNU ବାଶ୍ ଭର୍ସନ୍ 4 କିମ୍ବା ଉର୍ଦ୍ଧ୍ୱରୁ ସୁପାରିଶ କରାଯାଉଛି। ଚାଲନ୍ତୁ ପରିଚୟରୁ ଆରମ୍ଭ କରିବା। ଏକ ବାଶ୍ ଶେଲ୍ ବ୍ଲକ୍ କଣ ଏବେ ଆମେ ଦେଖିବା। ବାଶ୍ ଶେଲ୍ ହେଉଛି ଏକ କମାଣ୍ଡ ଲାଙ୍ଗୁଏଜ୍ ଇଣ୍ଟରପ୍ରେଟର ଯାହା କମାଣ୍ଡ ଗୁଡ଼ିକୁ ନିଷ୍ପାଦିତ କରେ। ଏହି କମାଣ୍ଡ ଗୁଡ଼ିକ ଷ୍ଟାଣ୍ଡାର୍ଡ ଇନପୁଟ୍ ଡିଭାଇସରୁ ପଢ଼ାଯାଏ। ଇନପୁଟ୍ ଡିଭାଇସ୍ ହୋଇପାରେ ଆପଣଙ୍କର କିବୋର୍ଡ କିମ୍ବା ଏକ ସରଳ ଟେକ୍ସଟ ଫାଇଲ୍। ଏକ ବାଶ୍ ଶେଲ୍ କଣ ତାହା ଏବେ ମୁଁ ଦେଖାଉଛି। ନିଜ କିବୋର୍ଡରେ ଏକାସାଙ୍ଗରେ Ctrl Alt ଓ T ଦାବି ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ। ଏହା ଗ୍ନୋମ୍ ଟର୍ମିନାଲ ଖୋଲିବ। ଶେଲ୍ ର ଟାଇପ୍ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ ଇକୋ ସ୍ପେସ୍ $ଚିହ୍ନ କ୍ୟାପିଟାଲରେ ଶେଲ୍। ଏଣ୍ଟର ଦାବନ୍ତୁ। ପରବର୍ତ୍ତୀ ଲାଇନରେ ଏହିଭଳି ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆପଣ ଦେଖିବାକୁ ପାଇବେ /bin/bash। ଏହା ସୂଚିତ କରେ ଯେ ଆମେ ବାଶ୍ ଶେଲ୍ ବ୍ୟବହାର କରୁଛୁ। ଏବେ ଉପଲବ୍ଧ ଶେଲ୍ ର ବିଭିନ୍ନ ପ୍ରକାର ବିଷୟରେ ଜାଣିବା। ସ୍ଲାଇଡ୍ସକୁ ଫେରିଯାଆନ୍ତୁ। ବୋର୍ନ ଶେଲ୍। ଏହା ଷ୍ଟିଫେନ୍ ବୋର୍ନଙ୍କ ଦ୍ୱାରା ଲିଖିତ ମୂଳ ୟୁନିକ୍ସ ଶେଲ୍ ଥିଲା। ଏଥିରେ ଆଜିର ଅଧିକାଂଶ ଆଧୁନିକ ଶେଲ୍ସ ଦ୍ୱାରା ପ୍ରଦତ୍ତ ଅନ୍ତର୍କାର୍ଯ୍ୟଶୀଳତାର ଅଭାବ ଥିଲା। ସି ଶେଲ୍। ଏହା ବୋର୍ନ ଶେଲ୍ ର ଅଭାବ ଥିବା ବୈଶିଷ୍ଟ୍ୟମାନ ପ୍ରଦାନ କରେ। କେ ଶେଲ୍। ଏହା ଡେଭିଡ୍ କର୍ଣ୍ଣଙ୍କ ଦ୍ୱାରା ତିଆରି କରାଯାଇଛି। ଏଥିରେ କେତେକ ଅତିରିକ୍ତ ବୈଶିଷ୍ଟ୍ୟ ସମେତ ଉଭୟ B ଶେଲ୍ ଓ C ଶେଲ୍ ର ବୈଶିଷ୍ଟ୍ୟମାନ ରହିଛି। ବାଶ୍ ଶେଲ୍। GNU ପ୍ରୋଜେକ୍ଟ ଦ୍ୱାରା ବାଶ୍ ଶେଲ୍ ବିକଶିତ ହୋଇଥିଲା। ଏହା B ଶେଲ୍ ଭାଷା ଉପରେ ପର୍ଯ୍ୟବେସିତ। ଏଥିରେ C ଓ K ଶେଲ୍ ର ବୈଶିଷ୍ଟ୍ୟମାନ ରହିଛି। TC ଶେଲ୍। ଏହା FreeBSD ଓ ତାର ଅବରୋହୀଗୁଡ଼ିକର ଡିଫଲ୍ଟ ଶେଲ୍ ଅଟେ। Z ଶେଲ୍। ଇଣ୍ଟରାକ୍ଟିଭ୍ ବ୍ୟବହାର ପାଇଁ ଏହି ଶେଲ୍ ର ଡିଜାଇନ୍ କରାଯାଇଛି। ଏଥିରେ KSH, ବାଶ୍ ଓ TCSH ର ଅନେକ ଉପଯୋଗୀ ବୈଶିଷ୍ଟ୍ୟମାନ ରହିଛି। ଏବେ ଏକ ବାଶ୍ ଶେଲ୍ ସ୍କ୍ରିପ୍ଟ ବ୍ଲକ୍ କଣ ତାହା ଆମେ ଦେଖିବା। ବାଶ୍ ଶେଲ୍ ସ୍କ୍ରିପ୍ଟରେ ପ୍ଲେନ୍ ଟେକ୍ସଟ ଫାଇଲରେ ବାଶ୍ କମାଣ୍ଡସର ଏକ ଶୃଙ୍ଖଳା ରହିଛି। ଏହା କମାଣ୍ଡ ଗୁଡ଼ିକୁ ଟାଇପ୍ କରିବା ବଦଳରେ ଏହି ଟେକ୍ସଟ ଫାଇଲକୁ ନିଷ୍ପାଦନ କରିବା ପାଇଁ ଶେଲ୍ କୁ କହିଥାଏ। ଚାଲନ୍ତୁ ଦେଖିବା ଏକ ସରଳ ବାଶ୍ ସ୍କ୍ରିପ୍ଟ କିପରି ଲେଖାଯାଏ। ଆମେ ଇକୋ କମାଣ୍ଡ ଟେଷ୍ଟ କରିବା ଯାହା ଟର୍ମିନାଲରେ ହେଲୋ ୱର୍ଲ୍ଡ ପ୍ରିଣ୍ଟ କରିବ। ଟର୍ମିନାଲକୁ ଫେରିଯାଆନ୍ତୁ। ଏବେ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡବଲ୍ କୋଟ୍ସ ମଧ୍ୟରେ ହେଲୋ ୱର୍ଲ୍ଡ। ଏଣ୍ଟର ଦାବନ୍ତୁ। ଏହା ଟର୍ମିନାଲରେ ହେଲୋ ୱର୍ଲ୍ଡ ପ୍ରିଣ୍ଟ କରେ। ଆଶାନୁରୂପେ କମାଣ୍ଡ କାମ କଲା। ଏହି କମାଣ୍ଡକୁ ଗୋଟିଏ ଫାଇଲରେ ବ୍ୟବହାର କଲେ କଣ ହେବ? ଏହି କମାଣ୍ଡକୁ ଗୋଟିଏ ଫାଇଲରେ ପକାଇ ନିଷ୍ପାଦିତ କରନ୍ତୁ। ମୁଁ ଏହା ପାଇଁ ଗେଡିଟ୍ ଟେକ୍ସଟ ଏଡିଟର ବ୍ୟବହାର କରିବି। ଆପଣ ନିଜ ପସନ୍ଦର ଟେକ୍ସଟ ଏଡିଟର ବ୍ୟବହାର କରିପାରିବେ। ମୁଁ ଡେସ୍କଟପ୍ ଉପରେ ମୋ ଫାଇଲ୍ କ୍ରିଏଟ୍ କରିବି। ଟାଇପ୍ କରନ୍ତୁ ସିଡି ସ୍ପେସ୍ ଡେସ୍କଟପ୍। ଏଣ୍ଟର ଦାବନ୍ତୁ। ଏବେ ଟାଇପ୍ କରନ୍ତୁ ଗେଡିଟ୍ ସ୍ପେସ୍ hello world ଡଟ୍ sh ସ୍ପେସ୍ ଆମ୍ପରସାଣ୍ଡ ଚିହ୍ନ। ଗେଡିଟ୍ ହେଉଛି ଟେକ୍ସଟ ଏଡିଟର। hello world ଡଟ୍ sh ହେଉଛି ଫାଇଲ୍ ନାମ। ଆଉ ଆମେ ପ୍ରମ୍ପ୍ଟକୁ ଖାଲି କରିବା ପାଇଁ ଆମ୍ପରସାଣ୍ଡ ବ୍ୟବହାର କରୁ। ଏବେ ଏଣ୍ଟର ଦାବନ୍ତୁ। ଆମେ ଗେଡିଟ୍ ବ୍ୟବହାର କରି hello world ଡଟ୍ sh ନାମକ ଏକ ନୂଆ ଫାଇଲ୍ ଖୋଲିଛେ। ଏବେ ଟାଇପ୍ କରନ୍ତୁ #bin/bash। ପ୍ରତ୍ୟେକ ବାଶ୍ ସ୍କ୍ରିପ୍ଟର ଏହା ହେଉଛି ପ୍ରଥମ ଲାଇନ୍। ଏହାକୁ ଶିବାଙ୍ଗ ବା ବାଙ୍ଗ ଲାଇନ୍ କୁହାଯାଏ। ଏଣ୍ଟର ଦାବନ୍ତୁ। ଏବେ ଫାଇଲ୍ ଏକ କମେଣ୍ଟ ଆଡ୍ କରିବା ପାଇଁ ଟାଇପ୍ କରନ୍ତୁ
hash space my first bash script। ମନେ ରଖନ୍ତୁ ଯେ ହାଶ୍ ପରେ ଯେକୌଣସି ଲାଇନ୍ କୁ କମେଣ୍ଟ ଭାବେ ନିଆଯାଏ ଆଉ କମେଣ୍ଟ ଗୁଡ଼ିକ ବାଶ୍ ଇଣ୍ଟରପ୍ରିଟର ଦ୍ୱାରା ଏଡ଼ାଇ ଦିଆଯାଇଥାଏ। ଏବେ ଆମେ କମାଣ୍ଡ ଆଡ୍ କରିପାରିବା ଯାହା ଆମେ ପୂର୍ବରୁ ବ୍ୟବହାର କରିଥିଲେ। ଏଣ୍ଟର ଦାବନ୍ତୁ ଓ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡବଲ୍ କୋଟ୍ସ ମଧ୍ୟରେ ହେଲୋ ୱର୍ଲ୍ଡ। ଏଣ୍ଟର ଦାବନ୍ତୁ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ଡଲାର ଚିହ୍ନ କ୍ୟାପିଟାଲରେ ଶେଲ୍। ଏଣ୍ଟର ଦାବନ୍ତୁ ଟାଇପ୍ କରନ୍ତୁ ଇକୋ ସ୍ପେସ୍ ବ୍ୟାକଟିକ୍ ଡେଟ୍ ବ୍ୟାକଟିକ୍। ଟିଲ୍ଡ କ୍ୟାରେକ୍ଟର ଥିବା କୀ ଉପରେ ବ୍ୟାକଟିକ୍ ଚିହ୍ନ ଅଛି। ଫାଇଲ୍ କୁ ସେଭ୍ କରିବା ପାଇଁ ସେଭ୍ ଉପରେ କ୍ଲିକ୍ କରନ୍ତୁ। ଚାଲନ୍ତୁ ନିଷ୍ପାଦନ କରିବା। ଟର୍ମିନାଲ୍ କୁ ଫେରି ଆସନ୍ତୁ। ପ୍ରଥମେ ଆମେ ଫାଇଲ୍ କୁ ନିଷ୍ପାଦନ ଯୋଗ୍ୟ କରିବା। ଏଥିପାଇଁ ଟାଇପ୍ କରନ୍ତୁ ଚମୋଡ଼ ସ୍ପେସ୍ +x ସ୍ପେସ୍ hello world ଡଟ୍ sh ଆଉ ଏଣ୍ଟର ଦାବନ୍ତୁ। ଏବେ ଟାଇପ୍ କରନ୍ତୁ hello world ଡଟ୍ sh। ଏଣ୍ଟର ଦାବନ୍ତୁ। ଦେଖନ୍ତୁ ଟର୍ମିନାଲରେ ହେଲୋ ୱର୍ଲ୍ଡ ପ୍ରଦର୍ଶିତ ହେଲା। ପରବର୍ତ୍ତୀ ଲାଇନ୍ ରେ ଶେଲ୍ ର ପ୍ରକାର ପ୍ରଦର୍ଶିତ ହେଲା ଯାହା ହେଉଛି /bin/bash ଏବଂ ଦିନ ମାସ ସମୟ ସମୟ କ୍ଷେତ୍ର ଓ ବର୍ଷ ମଧ୍ୟ ପ୍ରଦର୍ଶିତ ହେଲା। ସିଷ୍ଟମ୍ ଉପରେ ନିର୍ଭର କରି ଆଉଟପୁଟ୍ ଭିନ୍ନ ହୋଇପାରେ। ସ୍ଲାଇଡ୍ସ କୁ ଫେରିଯାଇ ସାରାଂଶିତ କରନ୍ତୁ। ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ। ଶେଲ୍ ର ବିଭିନ୍ନ ପ୍ରକାର ବାଶ୍ ଶେଲ୍ ସ୍କ୍ରିପ୍ଟ ଏକ ସରଳ ଶେଲ୍ ସ୍କ୍ରିପ୍ଟ ଲେଖି ତାକୁ ନିଷ୍ପାଦନ କରିବା। ଏକ ଆସାଇନମେଣ୍ଟ ଭାବେ ନିମ୍ନ ମେସେଜ୍ ପ୍ରଦର୍ଶିତ କରିବା ପାଇଁ ଏକ ସରଳ ସ୍କ୍ରିପ୍ଟ ଲେଖନ୍ତୁ ୱେଲକମ୍ ଟୁ ବାଶ୍ ଲର୍ଣ୍ଣିଂ ଏବଂ ଏକ ଅଲଗା ଲାଇନ୍ ରେ ଆଷ୍ଟରିକ୍ସ। ନିମ୍ନ ଲିଙ୍କ୍ ରେ ଥିବା ଭିଡିଓକୁ ଦେଖନ୍ତୁ। ଏହା ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ। ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି। ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ। ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟର ଏକ ଅଂଶ। ଏହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ ଦ୍ୱାରା ସମର୍ଥିତ। ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ। IIT ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।